ବର୍ଷା ଛାଡ଼ିବାର ସୁଯୋଗ ନେଇ ମୁଁ ଯାଇଥିଲି ଚିଙ୍ଗୁଡ଼ି ପାଇଁ। ହେଲେ ହଠାତ୍ ବର୍ଷା ପକାଇଲା। ସିଧା ଗଲି ହାଟକୁ, ଦେଖିଲି ଚିଙ୍ଗୁଡ଼ି ଆଣ୍ଟିକୁ। ଆଉ ସେ ଆମ ପାଇଁ ଚିଙ୍ଗୁଡ଼ି ବାଛିଦେଲେ ପୁରା ରେଡ଼ି। ଚିଙ୍ଗୁଡ଼ିକି ଘରକୁ ଆଣି ତାକୁ ଭଲ ଭାବରେ ଧୋଇଦେଲି। ଧୋଇଲା ପରେ ସେଥିରେ ହଳଦୀ, ତାପରେ ଟିକେ ଜିରା ଗୁଣ୍ଡ, ତାପରେ ଟିକେ ଲଙ୍କାଗୁଣ୍ଡ ପରେ ଟିକେ ନାକୁ ଲୁଣ ପକେଇକି ଭଲ ଭାବରେ ଗୋଳେଇ ଦେଲି। ଗୋଳେଇଲା ପରେ ଭଲ ଭାବରେ ମ୍ୟାରିନେଟ୍ ହେଇଗଲା। ଆଉ ତାକୁ ଭଲ ଭାବରେ ଘାଣ୍ଟି ଦେଇକି ବର୍ତ୍ତମାନ ତାକୁ ମ୍ୟାରିନେଟ୍ କରିବା ପାଇଁ ମୁଁ ଛାଡ଼ିଦେଲି। ତାପରେ ନେଇ ଆସିଲି ଗୋଟେ ରସୁଣ, ଟିକେ ଅଦା, ତାକୁ କାଟି କୁଟିକି ରେଡ଼ି କରିଦେଲି। ବର୍ତ୍ତମାନ ତାକୁ ମସଲାରେ କୁଟାରେ ପକାଇକି ଟିକେ କୁଟିଦେବା। କୁଟିଲା ପରେ ଆମର ରେଡ଼ି ହେଇଯିବ ଅଦା ରସୁଣ ପେଷ୍ଟ। ତାପରେ କଢ଼େଇରେ ଟିକେ ନାକୁ ତେଲ ପକାଇ ସେଥିରେ ଆମେ ଚିଙ୍ଗୁଡ଼ିକି ପକାଇକି ଭାଜିଦେବା। ଭଲ ଭାବରେ ଭାଜି ନେବା। ଚିଙ୍ଗୁଡ଼ି ବର୍ତ୍ତମାନ ମୁଁ ଟିକେ ଘାଣ୍ଟି ଦେଲି। ଘାଣ୍ଟିଲା ପରେ ବର୍ତ୍ତମାନ ଚିଙ୍ଗୁଡ଼ି ପୁରା ରେଡ଼ି ହେଇଗଲାଣି। ତାପରେ ନେଲି 3ଟା ପିଆଜକୁ କାଟିକି ରେଡ଼ି କରିଦେଲି। ତାପରେ ଟମାଟୋ ବି କାଟିକି ରେଡ଼ି ହେଇଗଲା। କାଟିଲା ପରେ କଢ଼େଇରେ ପୁଣି ତେଲ ପଇଲା। ତେଲରେ ପୁଣି ଆଳୁ ପକାଇଲି। ଆଳୁ ପକାଇ ଆଳୁ ଭଲ ଭାବରେ ଭାଜି ଦିଆଗଲା। ଆଳୁ ଭାଜିଲା ପରେ ପୁଣି ତେଲ ପଇଲା। ତେଲରେ ପୁଣି ଟିକେ ଜିରା ଟିକେ ପକାଇ ଦେଲା ପରେ ପିଆଜ ପୁଣି ପକାଇଦେଲି। ପିଆଜ ଆମର ଭଲ ଭାବରେ ନାଲି ପଡ଼ିଗଲାଣି। ନାଲି ପଡ଼ିଲା ପରେ ସେଥିରେ ଟିକେ ଅଦା ରସୁଣ ପେଷ୍ଟ ଆଡ଼୍ ହେଲା। ଅଦା ରସୁଣ ପେଷ୍ଟ ଆଡ଼୍ ହେଇକି ପୁଣି ଭଲ ଭାବରେ ଘଣ୍ଟା ହେଲା। ତାପରେ ପୁଣି ସେଥିରେ ଟମାଟୋ ଆଡ଼୍ କରାହେଲା। ଟମାଟୋ ଆଡ଼୍ ହେଲା ପରେ କିଛି ସମୟ ଘାଣ୍ଟିଲା ପରେ ସେଥିରେ ହଳଦୀ ଗୁଣ୍ଡ, ତାପରେ ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ ଇତ୍ୟାଦି ମସଲା ଯେମିତିକି ଚିକେନ୍ ମସଲା, ଧନିଆ ପାଉଡ଼ର ଇତ୍ୟାଦି ପକାଇକି ତାକୁ ଭଲ ଭାବରେ ଘାଣ୍ଟିବା ପାଇଁ ଛାଡ଼ିଦେଲି। ଆଉ ବଢ଼ିଆ ସ୍ମେଲ୍ ଆସୁଛି, ଆପଣମାନେ ଦେଖିପାରୁଥିବେ। ଲୁଣ ଟିକେ ପକା ହେଲା। ଲୁଣ ପଇଲା ପରେ ଆଳୁ ପକାଇଦେଲି। ଆଳୁ ପକାଇଲା ପରେ ତାକୁ ଭଲ ଭାବରେ ଘାଣ୍ଟି ଦିଆଗଲା। ବଢ଼ିଆ ଚାଲିଛି। ଘଣ୍ଟା ସରିଲା ପରେ ମୁଁ ଚିଙ୍ଗୁଡ଼ି ଲାଷ୍ଟକୁ ଆଡ଼୍ କରିଦେଲି। ଚିଙ୍ଗୁଡ଼ି ଆଡ଼୍ କଲା ପରେ ତାକୁ ଟିକେ ଭଲ ଭାବରେ ଘାଣ୍ଟି ଦେଲି। ଚିଙ୍ଗୁଡ଼ି ଘାଣ୍ଟି ଦେଲା ପରେ ସେଥିରେ ଆମେ କ'ଣ କରିବା, ପାଣି ଟିକେ ପକାଇବା। ପାଣି ପକାଇଲା ପରେ ଟିକେ ଝୋଳଟା ହେବ ନା। ବର୍ତ୍ତମାନ ଝୋଳ ରେଡ଼ି। ଟିକେ ନାକୁ ଗରମ ମସଲା ମାରିବା, ଯାହାଫଳରେ ସ୍ମେଲ୍ ଭଲ ଆସିବ। ଓ ମାଇ ଗଡ଼୍, ଏଇଟା କ'ଣ ଚିଙ୍ଗୁଡ଼ି? ଭାତ ସାଙ୍ଗକୁ ଚିଙ୍ଗୁଡ଼ି ଝୋଳ ଖାଇଲେ ବାହାରିବ ମୁଣ୍ଡରୁ ଝାଳ, ଆଉ ଦେଖିଲା ଲୋକଙ୍କର ବାହାରିବ ପାଟିରୁ ନାଳ। କ'ଣ ହେଇଛି ବେ ଭାଇ? ଚିଙ୍ଗୁଡ଼ି ଝୋଳ ଏମିତି ବନେଇ ଖାଆନ୍ତୁ।